Hello, dear students. Welcome to my Odia classes. ଆଜି ର ଅଧ୍ୟାୟକୁ ଗୋଟେ ନୂଆ ସେକ୍ସନକୁ ସ୍ୱାଗତ କରୁଛି। ମୁଁ ମାନସ ସାର୍। ଚାଲ ଆଜିର ଇମ୍ପୋର୍ଟାଣ୍ଟ ଆମର ଯେଉଁ ତ୍ରିକୋଣମିତି ରହିଛି, ଯେଉଁ ତ୍ରିକୋଣମିତିର ସବଜେକ୍ଟିଭ କ୍ୱେଶ୍ଚିନ୍ ରହିଛି, ସେ ସବଜେକ୍ଟିଭ କ୍ୱେଶ୍ଚିନ୍ ଉପରେ ଜାଣିବା କେଉଁ କ୍ୱେଶ୍ଚିନ୍ ଏକ୍ଜାମରେ ଆସିବ, କେଉଁ କ୍ୱେଶ୍ଚିନ୍କୁ ପଢ଼ି ଗଲେ ଆମେ ନିଶ୍ଚିନ୍ତ ଭାବେ ଏକ୍ଜାମରେ କରିପାରିବା ସବଜେକ୍ଟିଭ ତ୍ରିକୋଣମିତି କ୍ୱେଶ୍ଚିନ୍, ସେ ବିଷୟରେ ଆଜି କ୍ଲାସ୍ କରିବା। କ୍ଲାସ୍ଟିକୁ ଭଲ ଭାବେ ଦେଖ। ଇମ୍ପୋର୍ଟାଣ୍ଟ ତୁମର ଆସନ୍ତାକାଲି ଯେଉଁ ଆମର ଅଛି ମ୍ୟାଥ୍ ପରୀକ୍ଷା ପାଇଁ ସବଜେକ୍ଟିଭ 2024 ମାଟ୍ରିକ ଏକ୍ଜାମ ତୁମର ମୁଁ ସିଲେକ୍ଟିଭ ଦେଉଛି। ସେଇ ସିଲେକ୍ଟିଭ କ୍ୱେଶ୍ଚିନ୍ରୁ ଯେମିତି ହେଲେ ତୁମର ତ୍ରିକୋଣମିତି ଆସିବ ଏକ୍ଜାମରେ। ଚାଲ ଆରମ୍ଭ କରିବା। ଭିଡ଼ିଓଟି ଶେଷ ପର୍ଯ୍ୟନ୍ତ ଦେଖ। ଶେଷରେ ମୁଁ ତୁମକୁ ଗୋଟେ ଟିପ୍ସ ଦେବି କେମିତି ତୁମେ କରିବ ଠିକ୍ରେ। ଚାଲ ଏଇ ଯେଉଁ ଦେଖୁଛ ଗ ବିଭାଗ ତ୍ରିକୋଣମିତିର 4B ଅନୁଶୀଳନୀ, ଏଇଟା ଅନୁଶୀଳନୀ 4B, ଅନୁଶୀଳନୀ 4B। এই 4B টাକୁ ଭଲ କି ପ୍ରାକ୍ଟିସ୍ କରିବ। କେଉଁଟା ମୁଁ କହୁଛି ଦେଖ, କେଉଁ ନମ୍ବର 5 ନମ୍ବରର ଆଇଟା ପ୍ରାକ୍ଟିସ୍ କଲେ ଡବଲ ଆଇ ହେଇଯିବ। ଓକେ, ଆଉ ତୁମର ଭି ଟ୍ରିପଲ ଆଇ ପ୍ରାକ୍ଟିସ୍ କଲେ ଆଇ ଭି କରିଦେବ। ଭି ଆଇ, ଭି ଡବଲ ଆଇ, ଭି ଟ୍ରିପଲ ଆଇ ଏଇ ଭିତରୁ ପ୍ରାକ୍ଟିସ୍ କରିବ। ନହେଲେ ଏଇଟା ତ କରିବାକୁ ପଡ଼ିବ। ତାପରେ ଦେଖ ଆଉ କ'ଣ ଇମ୍ପୋର୍ଟାଣ୍ଟ ରହିଛି ଏଠି ଦେଖ। 7 ନମ୍ବରଟା ଟିକେ ଆଇଟା ପ୍ରାକ୍ଟିସ୍ କରିଦେବ ହେଲା। 8 ନମ୍ବର ଭେରି ଭେରି ଇମ୍ପୋର୍ଟାଣ୍ଟ। 8 ନମ୍ବରଟା ପଡ଼ିବ। 8 ନମ୍ବର ଆଇ ଡବଲ ଆଇ, 9 ନମ୍ବର ଆଇ ଡବଲ ଆଇ, ଟ୍ରିପଲ ଆଇର ଗୋଟେ କ୍ୱେଶ୍ଚିନ୍ ଆସିବ। ଟ୍ରିପଲ ଆଇ ପ୍ରମାଣ କର ଯେ tan A ଇଜ୍ ଇକ୍ୱାଲ୍ ଟୁ tan B ଇଣ୍ଟୁ tan C ପଡ଼ିବ, ନହେଲେ tan B ଇଣ୍ଟୁ tan C ଇଜ୍ ଇକ୍ୱାଲ୍ ଟୁ 2 ପଡ଼ିବ। 10 ନମ୍ବରଟା ଇମ୍ପୋର୍ଟାଣ୍ଟ। ଓକେ, এইটা ପ୍ରାକ୍ଟିସ୍ କରିବ। ଡବଲ ଆଇ এইଗୁଡ଼ିକ ଇମ୍ପୋର୍ଟାଣ୍ଟ ଚାପ୍ଟର। 11 ନମ୍ବରରୁ ଆଇ ଡବଲ ଆଇ ଟ୍ରିପଲ ଆଇ ଏତିକି ପ୍ରାକ୍ଟିସ୍ କରିଦେବ। ଓକେ, 12 ନମ୍ବର ଗୋଟିଏ ପ୍ରାକ୍ଟିସ୍ କରିଥାଅ। ଏଇଟା ସେମିତି ନାହିଁ, କିନ୍ତୁ ଏଇ 8, 9ରୁ ହିଁ ପ୍ରତିବର୍ଷ ଆସେ ଏକ୍ଜାମରେ। ୟାକୁ ନେଇକି ଏତିକି କରିସାରିଲା ପରେ ତୁମେ ଏହାର ଉଦାହରଣ ଟିକେ ଦେଖିଦେବ। ଡାଇରେକ୍ଟ କ୍ୱେଶ୍ଚିନ୍ ଆସିପାରେ। ଏଠି ଉଦାହରଣ ଟିକେ 16 ପ୍ରାକ୍ଟିସ୍ କରିଦେବ। ତାପରେ ଉଦାହରଣ 15 ଏଇଟା ପ୍ରାକ୍ଟିସ୍ କରିଦେବ। ଆଉ ଉଦାହରଣ 14, ଉଦାହରଣ 13 ଯେଉଁଟା 5 ନମ୍ବର ଆଇ ମୁଁ ବତେଇଥିଲି ସେଇଭଳିଆ। ଏଇଟା ଦରକାର ନାହିଁ। ସାଇନ୍ 15, ଟ୍ୟାନ୍ 105 ଏଇଟା ସବୁ MCQରେ ଆସିବ। MCQରେ କରିବ ଯଦି। ଏଇ ଉପସୂତ୍ରକୁ ଟିକେ ଧ୍ୟାନ ଦେବ MCQ ପାଇଁ। ମୁଁ ତୁମକୁ ସବଜେକ୍ଟିଭ କଥା କହିଲି, ଏତିକି ହିଁ ସବଜେକ୍ଟିଭ ପଢ଼ିକି ଯିବ। ଆଉ କୌଣସି ସବଜେକ୍ଟିଭ ପଢ଼ିବ ନାହିଁ ତ୍ରିକୋଣମିତିର। ଯେତିକି କହିଲି ଦେଖ ଆଉ ଥରେ। 5 ନମ୍ବର ଆଇ ଡବଲ ଆଇ ହେଇଯିବ ଟ୍ରିପଲ ଆଇ, ଭି ଆଇ, ଭି ଡବଲ ଆଇ, ଭି ଟ୍ରିପଲ ଆଇ ଏଇଥିରୁ ପଢ଼ିଥିବ। ନହେଲେ 8 ନମ୍ବର, 9 ନମ୍ବର, 10 ନମ୍ବର ଆଉ 11 ନମ୍ବର ଏଇ ଭିତରୁ ଆସିଥିବ। ତା ଅରରେ ଆସିବ। ଅରରେ ହେଉଛି ଉଚ୍ଚତା ଦୂରତାରୁ ଆସିବ। ଅରଟା ତ ତୁମେ କଲାବେଳକୁ ସମୟ ଲାଗିବ। ଯିଏ ପଢ଼ିକି ଯିବା କଥା ଯାଅ, ନହେଲେ କିଛି ଅସୁବିଧା ନାହିଁ। ଯଦି ପଢ଼ିବାକୁ ଚାହିଁବ ଏଇ ଉଦାହରଣ ଗୁଡ଼ା ଦେଖିଦେବ। 21 ଏଇ କ ବିଭାଗଟା ଏଇ ଖ ବିଭାଗରୁ ଆସିବ। ଏଇ କ୍ୱେଶ୍ଚିନ୍ ଏଇ ଖ ବିଭାଗରୁ ଗୋଟେ ଆସିବ। ଖ ବିଭାଗରୁ ଏଇଟା 13 ନମ୍ବର, 15 ନମ୍ବର, 16 ନମ୍ବର, ଦଶ ନମ୍ବର, ଆଉ 9 ନମ୍ବର ଏତିକି ପ୍ରାକ୍ଟିସ୍ କରିବ। ଏଇଟା କିଛି ଅସୁବିଧା ନାହିଁ। ଯିଏ କଲା ଏଇଗୁଡ଼ାକ ଯିଏ କରିବ, ନହେଲେ ନାହିଁ କିଛି ଅସୁବିଧା ନାହିଁ। ତା ଅରରେ ଆସିବ। ତୁମକୁ 4Bଟା ମୁଁ ତୁମକୁ କହିଲି ଏଇଟା ହିଁ ତୁମର ଏକ୍ଜାମରେ ଆସିବ। ଓକେ, ଆଜିର ଶେଷ ଟିପ୍ସଟି ହେଉଛି ତୁମେ କେମିତି କରିବ ଆକୁ ଦେଖ।
ଭଲ ଭାବେ ପ୍ରାକ୍ଟିସ୍ କର। ଟିପ୍ସ ହେଉଛି ଏଇ 9 ନମ୍ବର 8 ନମ୍ବରକୁ ଭଲ ଭାବେ ପ୍ରାକ୍ଟିସ୍ କର। 8 ନମ୍ବର ଆଉ 9 ନମ୍ବର, ନମ୍ବର 8 ଆଉ ନମ୍ବର 9, ୟାକୁ ନେଇକି ଯେଉଁ ଉଦାହରଣ ଅଛି ଉଦାହରଣ ବି ପ୍ରାକ୍ଟିସ୍ କର। ଭଲ କି ପ୍ରାକ୍ଟିସ୍ କର, ଏଥିରୁ ଆସିବାର ସମ୍ଭାବନା ବହୁତ ବେଶୀ। ତା ବାଦ ଏତିକି ଦେଲି। ଆଉ 4A ପଢ଼ିକି ଯିବା ଦରକାର ନାହିଁ, ସବଜେକ୍ଟିଭ କିଛି ଅସୁବିଧା ନାହିଁ। 4Bରୁ ନିଶ୍ଚିନ୍ତ ଭାବେ କୋଶ୍ଚିନ୍ ଆସିବ, ଏଥିରେ ସନ୍ଦେହ ନାହିଁ। ଓକେ, ଏଇଟା ତମେ ମନେ ରଖ, ଆଜି ଯାଇ ପ୍ରାକ୍ଟିସ୍ କର। ଓକେ, ଆଉ ଆମର ପରବର୍ତ୍ତୀ ସିଲେକ୍ଟିଭ ପରିମିତି ଆସିବ, ପରିମିତି ମୁଁ ଦେବି। ପରିମିତି କ'ଣ ପଡ଼ିବ ଏକ୍ଜାମ୍ରେ ମୁଁ କହିବି, ସେଇ ଭିତରୁ ପଡ଼ିଥିବ। ଓକେ, ଆଜି ପାଇଁ ଏତିକି, ରହୁଛି। ଜୟ ଜଗନ୍ନାଥ।